ମୁଁ ଡକ୍ଟର ମନୁ ବୈଦ୍ୟରଥ ଆଜି ଆପଣମାନଙ୍କ ପାଇଁ କୁନି ଗପଟିଏ ପ୍ରସ୍ତୁତ କରିଛି। ଏହି କୁନି ଗପଟିର ନାମ କ'ଣ ଜାଣିଛନ୍ତି? ଗପଟିର ନାମ ହେଉଛି ରସଗୋଲା ମଞ୍ଜି। ଚାଲନ୍ତୁ ଏହି ଗପଟି ଶୁଣିନେବା। କ'ଣ? ମା ମରିଯିବା ପରେ ବାପ ପୁଅ ଦୁଇଜଣ ଦୁଃଖେ କଷ୍ଟେ ଚଳୁଥାନ୍ତି। ଥରେ ପୁଅର ଦେହ ଖରାପ ହେଲା। ବାପା ବହୁତ ବ୍ୟସ୍ତ ହେଲେ କିପରି ପୁଅର ଦେହ ଭଲ କରିବେ, କାହିଁକି ନା ପୁଅ କେବେ ବି ଔଷଧ ଖାଏନି। ବାପା ବହୁତ ଭାବିଚିନ୍ତି ବଜାରରୁ ରସଗୋଲା ଆଣି ତା ଭିତରେ ମେଡ଼ିସିନ ପୁରାଇ ରୋଷେଇ ଘରେ ରଖିଦେଲେ। କହିଲେ, ପୁଅରେ ରସଗୋଲା ରଖିଛି, ଖାଇନେବୁ, ମୁଁ ଅଫିସ ଯାଉଛି। ଏହା କହି ବାପା ଅଫିସ ବାହାରିଗଲେ। ଅଫିସରୁ ଆସିଲା ପରେ ପୁଅକୁ ଆଦରରେ ପଚାରିଲେ, ପୁଅରେ ରସଗୋଲା ଭଲ ଲାଗିଲା? ପୁଅ ମଧ୍ୟ ବାପାକୁ ହସି ହସି କହିଲା, ବାପା ରସଗୋଲା ଭାରି ଭଲ ଲାଗିଲା, କିନ୍ତୁ ତା ଭିତରେ ଥିବା ପିତା ମଞ୍ଜିଟିକୁ କାଢ଼ି ଫିଙ୍ଗି ଦେଇଛି। ବାପା ଆଉ କହିବେ କ'ଣ? ମୁଣ୍ଡରେ ହାତ ଦେଇ ତଳେ ବସି ପଡ଼ିଲେ।